ओडिशार किट कॉलेज रे जहाँ ହେଇଛି ସେଟା ओडिशा ପାଇଁ ଗୋଟେ ଲଜ୍ଜାଦାୟକ ବିଷୟ। ଛାତ୍ରୀ ଯୋଉ ଆତ୍ମହତ୍ୟା କରିଛନ୍ତି, ଯୋଉଥିପାଇଁ ଆତ୍ମହତ୍ୟା କରିଛନ୍ତି ସେ କାହାକୁ ଭଲ ପାଉଥିଲେ, ତାଙ୍କ ବୟଫ୍ରେଣ୍ଡ ଯିଏ ସେ ତାକୁ କଣ ମେଣ୍ଟାଲି ହାରାସମେଣ୍ଟ କଲେ, ମେଣ୍ଟାଲି ଟର୍ଚର କଲେ, ଯୋଉଥିପାଇଁ କି ସେ ଆତ୍ମହତ୍ୟା କଲେ। ଯାହା ବି ହେଇଛି ସେଟା ଓଡିଶା ପାଇଁ ଗୋଟେ ଲଜ୍ଜାଦାୟକ ବିଷୟ, ଯୋଉଟା କି ସାରା ଦେଶ ପାଇଁ ଗୋଟେ ଲଜ୍ଜାଦାୟକ ବିଷୟ ବର୍ତ୍ତମାନ ପାଲଟିଛି। ଯାହା ବି ହେଇଛି ଯିଏ ବି ଦୋଷୀ ସେ ତ ଦଣ୍ଡ ପାଇବା ନିହାତି ଦରକାର, କିନ୍ତୁ ବର୍ତ୍ତମାନ ଏ ଯୋଉ ଘଟଣା ହେଇଛି ତାକୁ ନେଇକି ଗେଣ୍ଡାଳିଆ କଣ ପାଇଁ ଭୁକୁଛନ୍ତି ମୁଁ ତ କିଛି ବୁଝିପାରୁନି। ଗେଣ୍ଡାଳିଆ ଅଚ୍ୟୁତ ସାବତ ଯିଏ କିଟ୍ କଲେଜର ଅଛନ୍ତି ଫାଉଣ୍ଡର, ଯିଏ ନିର୍ମାଣ କରିଛନ୍ତି କିଟ୍ କଲେଜ, ତାଙ୍କୁ ତ ତାଙ୍କ ଛତ୍ରଛାୟାରେ ସେମାନେ ବଢେଇଛନ୍ତି ନା। ଗୁଣ୍ଡାଗିରି ସେ ତ ସେଇଠୁ ଶିଖିଛନ୍ତି। ଆପଣମାନେ ଦେଖୁଥିବେ ସୋସିଆଲ ମିଡ଼ିଆରେ ଯୋଉ ଭିଡ଼ିଓ ଆସୁଛି, ସେଠି ଯେତେବେଳେ এই ଘଟଣା ଘଟିଗଲା, ନେପାଳରୁ ଯୋଉ ଛାତ୍ରଛାତ୍ରୀମାନେ ସେଠି ଥିଲେ ସେମାନଙ୍କ ସହିତ ଯୋଉ ଭଳିଆ ବ୍ୟବହାର କରାଗଲା, ଯୋଉ ତାଙ୍କ ସହିତ ଯୋଉ ମହିଳା ଦୁଇ ଜଣ ଯୋଉ ଭଳିଆ ବ୍ୟବହାର କରୁଥିଲେ, ଆପଣମାନେ ତ ସୋସିଆଲ ମିଡ଼ିଆରେ ଦେଖିଥିବେ। ସେମାନେ ଏତେ ସାହସ କୋଉଠୁ ପାଇଲେ? ଆଗରୁ ଗେଣ୍ଡା ଦଳଠୁ ସାହସ ପାଇକି ସେମାନେ ତ ସାହସ ପାଇଥିବେ ନା। କିଟ୍ କଲେଜଟା ତ ଏଇ 8 ମାସର ନୁହେଁ ଯେ କହିବେ ଆସିକି ବିଜେପି ସରକାର ଆସିକି ସବୁ କରିଦେଲା ବୋଲି। ଗେଣ୍ଡାଳିଆ ତ ତାକୁ ପୋଷି ପୋଷିକା ଏତେ ବଡ଼ କରିଛନ୍ତି। ଗେଣ୍ଡାଳିଆ ତ ଗୁଣ୍ଡାଗିରି ତାଙ୍କୁ ଶିଖେଇଛନ୍ତି। ଯିଏ ଦୋଷ କରିଛି ତାକୁ ତ ଦଣ୍ଡ ନିହାତି ମିଳିବ। ଯେ ଗେଣ୍ଡାଳିଆ ନିଜେ ତାକୁ ପୋଷିକି ଏତେ ବଡ଼ କରିକି ଗୁଣ୍ଡାଗିରି ଶିଖେଇକି ଏବେ ଭୁକିବା କ'ଣ ଦରକାର? ଯେତେବେଳେ ଗେଣ୍ଡା ଦଳ ଥିଲା ସେତେବେଳେ ବି ସେ ଅଚ୍ୟୁତ ସାବତ ନାଁରେ ଜମି ମାମଲା କେସ୍ ଆସିଥିଲା। ସେତେବେଳେ ସେ କେସ୍ଟା କୁଆଡ଼େ ଗଲା? ସେତେବେଳେ ଚାପି ଦିଆଗଲା, କାହିଁକିନା ସେତେବେଳେ ସେ ଗେଣ୍ଡା ଦଳକୁ ଦଉଥିଲା ଦକ୍ଷିଣା। କିଛି ଗେଣ୍ଡାଳିଆ ଏମିତି ଅଛନ୍ତି ଯୋଉମାନେ କି ଭାବୁଛନ୍ତି ଅଚ୍ୟୁତ ସାବତ ଆଉ କିଟ୍ କଲେଜକୁ ବଦନାମ କରିବା ପାଇଁ ଏସବୁ ଚକ୍ରାନ୍ତ ଚାଲିଛି। ମାନେ ଗେଣ୍ଡାଳିଆ ଏଭଳିଆ ମୂର୍ଖ ହେଇଗଲେଣି। ଯୋଉ ଛାତ୍ରୀ ଆତ୍ମହତ୍ୟା କଲେ ସେଟା ଷଡ଼ଯନ୍ତ୍ର ଥିଲା। ଅଚ୍ୟୁତ ସାବତ ଏମିତି ସାଧୁ, ସେ ଗେଣ୍ଡାଳିଆଙ୍କ ମେଣ୍ଟାଲିଟି ଏମିତି। ସେ ସୋସିଆଲ ମିଡ଼ିଆରେ କହୁଛନ୍ତି, ସୋସିଆଲ ମିଡ଼ିଆରେ ପୋଷ୍ଟ ବି କରୁଛନ୍ତି ଯେ କିଟ୍ କଲେଜକୁ ବଦନାମ କରିବା ପାଇଁ ଏସବୁ ଷଡ଼ଯନ୍ତ୍ର। ଏବେ ବି ସୁଦ୍ଧା ନବୀନ ପଟ୍ଟନାୟକ ଚୁପ୍ ଅଛନ୍ତି। ଏଇ କିଛି ଦିନ ପୂର୍ବରୁ ଆମର ଯୋଉ ଆସିଥିଲା, 2-4 ଦିନ ପୂର୍ବରୁ ଯୋଉ ଆସିଥିଲା ଆମର ବଜେଟ ଆସୁ ଆସୁକା ନବୀନ ପଟ୍ଟନାୟକ ଆସିକି ବାଇଟ୍ ଦେଇ ପକେଇଲେ। କିନ୍ତୁ କିଟ୍ କଲେଜର ଏତେ ବଡ଼ ଘଟଣା ପରେ ବି ନବୀନ ପଟ୍ଟନାୟକ ଚୁପ୍ ଅଛନ୍ତି, କାହିଁକିନା ଦକ୍ଷିଣା ମିଳୁଛି ନା। ଦକ୍ଷିଣା ବନ୍ଦ ହେଇଯିବ କିଛି ଯଦି କୁହାଯାଏ। ଗେଣ୍ଡାଳିଆ ନିଜକୁ ନିଜେ ବହୁତ ସାଧୁ ଭାବୁଛନ୍ତି ତାଙ୍କ ମନେ ମନେ। ସେମାନେ କେତେ ଗୁଣ୍ଡା ରାଜ କରିଛନ୍ତି ଆଉ କେତେ ଗୁଣ୍ଡା ପୋଷିଛନ୍ତି, ଧୀରେ ଧୀରେ ସମସ୍ତେ ବାହାରିବେ। ବ୍ୟସ୍ତ ହେବା କିଛି ଦରକାର ନାହିଁ।